ଆପଣ ସନ୍ଦେହ କରୁଛନ୍ତି? ସେମିତି ତ ମୋର ସମସ୍ତଙ୍କ ଉପରେ ହିଁ ସନ୍ଦେହ ଅଛି, କିନ୍ତୁ 10 ମିନିଟ୍ ଭିତରେ ମୁଁ 9:41 କଥା ହେଲି ତାଙ୍କ ସହିତ। 10:05 ମୋତେ ଫୋନ୍ ଆସିଲା କି ହାଇଟେକ୍ରେ ଆଡମିଟ୍ ଅଛନ୍ତି ବୋଲି। ଗୋଟେ ଲୋକ ଯଦି ପ୍ରିପ୍ଲାନରେ ମାରିନି ତାହେଲେ ସେ ଛୁରୀ ଧନ ତାହେଲେ ସେ କାହିଁ ତାହେଲେ ବୁଲୁଥିଲା 10 ମିନିଟ୍ ଭିତରେ, ତାହେଲେ ସେ କେମିତି ତାହେଲେ ମାଇଲା? ତାହେଲେ ଜଣକୁ ତ ଗୋଟେ ଆର୍ଗ୍ୟୁମେଣ୍ଟ ହବ, ବାଡାବାଡି ହେବେ, ତାପରେ ଲାଷ୍ଟ ଅପସନ୍ ଥାଏ ଆମର ଯାହା ହାତରେ ଥିବ ସେଇଥିରେ ଆମେ ମାରିବା ପାଇଁ କି। କିନ୍ତୁ ଆର୍ଗ୍ୟୁମେଣ୍ଟ ନାହିଁ, କିଛି ନାହିଁ, କେମିତି ଗୋଟେ ଲୋକ ସାଙ୍ଗେ ସାଙ୍ଗେ ମାରିଦେଲା? ଆଉ ଗୋଟେ ଆର୍ମିରେ ଥିବା ଲୋକ ଯିଏକି ଆମ ଦେଶକୁ ପ୍ରୋଟେକ୍ଟ କରୁଛି, ସେ କେମିତି ଜଣକୁ ମାରି ପାଇଲା? ମାନେ ଖାଲି ଗୋଟେ ନୋକ ଝୋକରେ କିଛି ନା କିଛି ତ ଥିବ ନା। ମତେ ଲାଗୁଛି କିଛି ନା କିଛି ଗୋଟେ ଭିତରେ ଅଛି, ନହେଲେ 10 ମିନିଟ୍ ଭିତରେ ଗୋଟେ ଲୋକ କେବେ ହେଲେ ଝଗଡା କରିକି ଆର୍ଗ୍ୟୁମେଣ୍ଟ କରିକି ମର୍ଡର କରିବା ଏଟା ଇମ୍ପସିବଲ। ଏଟା ମର୍ଡରରେ ହିଁ ପ୍ଲାନ୍ ହେଇଥିଲା, ଟାର୍ଗେଟ କରିଥିଲା ଆଙ୍କ ଉପରେ, କୋଉ ନା କୋଉ ବାହାନାରେ କିଛି ନା କିଛି ଗୋଟେ ଷ୍ଟୋରି ଗୋଟେ କ୍ରିଏଟ କରିକିନା ମାରିବାର, ଯୋଉଟା କି ହେଇଛି। ତା ବି ଗୋଟେ ଲୋକ କେମିତି ଛାତିରେ ହିଁ ଡାଇରେକ୍ଟଲି ଆଟାକଟା କରିବ, ମାନେ ଯୋଉ ଜାଗାରେ ଗୋଟେ ଲୋକ ମରିବ। ଆମର ନର୍ମାଲି ଛୁରୀ ଆମେ ଯେତେ ବି ଦେଖିଛେ ଷ୍ଟୋରି, ପେଟରେ ଭୁଷି ଦଉଛନ୍ତି ୟା ପିଠରେ ଭୁଷି ଦଉଛନ୍ତି, କୋଉଠି ବି କି ନହେଲେ ଗୋଡ ଫଟରେ ଭୁଷି ଦଉଛନ୍ତି। ଯଦି ଜଣେ ଚାହୁଁଥିବ କି ଆଙ୍କଠୁ ଯୁକ୍ତିଚର କରନା ମୁଁ କଟିବା ପାଇଁ କି, ତ ଗୋଡ ହାତରେ ଭୁଷି ଦେବେ। ସେ ତ ଆର୍ମିର ଗୋଟେ ଅଛି ନା, ତାକୁ ତ ଜଣା ଅଛି କି ଏଇ ଜାଗାରେ ମାଇଲେ ଗୋଟେ ଲୋକ ମରିବ, କି ଏଇ ଜାଗାରେ ମାଇଲେ ଗୋଟେ ଲୋକ ବଞ୍ଚିବ। ସେ କେମିତି ସେଇ ଜାଗାରେ ମାରିଲା? ତାମାନେ ସେମାନେ ଅଲରେଡି ମାଇଣ୍ଡ ସେଟ୍ କରିଥିଲେ କି ଏଇ ଲୋକଟାକୁ ମାରିବି ବୋଲି। ଯଦି ସେ ସେଠି ଆଉ ଜଣଙ୍କୁ ମାରୁଥିଲେ, ଇଏ ବଞ୍ଚେଇବା ଚକରେ ଯାଇକିନା ମାରିଲେ, ତ ସେଇଟା ତ କେବେ ବି ହେଲେ ଆଟାକ୍ କରିବେନି ନା, କି ମାନେ ଗୋଟେ ଲୋକ ଯେମିତି ମରିଯିବ। ଯୋଉ ଲୋକକୁ ମାରୁଥିଲେ କାହିଁ ତାକୁ ତ କାହିଁ ତ ମାଇଲେନି ତ ଛୁରୀ, ଆକୁ ଦେଲେ କାହିଁ ମାଇଲେ? ମତେ କିଛି ଦରକାର ନାହିଁ। ଯଦି ଆମ ଗଭର୍ଣ୍ଣମେଣ୍ଟର ରୁଲରେ ଅଛି କି ହଁ ତମ ଆର୍ମିର ଯେତେ ସାରା ବି ଅଫିସର ହଉ ଯାହା ବି ହଉ, ତମାନେ ଛୁରୀ ଧରିକିନା ମାର୍କେଟରେ ବୁଲି ପାରିବ, ମଦ ପିଇ ପାରିବ, ସାଙ୍ଗସାଥି ଧରିନା ଯଦି ବୁଲି ପାରିବ, ସବୁ କିଛି ଯଦି କ୍ରାଇମ କରିପାରିବ, ତାହେଲେ ସାଧାରଣ ଲୋକଙ୍କୁ ବି ସେତିକି ହକ୍ ଅଛି। କାହିଁକିନା ଆମେ ଗଭର୍ଣ୍ଣମେଣ୍ଟକୁ ଆମେ ମାନେ ଚୁଜ କରିଛୁ ଭୋଟ ଦେଇ।